ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜିର ପ୍ରଥମ ପ୍ରଶ୍ନ ହେଉଛି, କେଉଁ ଦେଶର ପତାକା ଓଲଟା ହେଉ କି ସିଧା ସମାନ ହିଁ ରହିଥାଏ? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଜାପାନ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶକୁ ମନ୍ଦିରର ଦେଶ କୁହାଯାଏ? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଥାଇଲାଣ୍ଡ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଦୁନିଆର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ କେଉଁଟି? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ସୋମାଲିଆ ଦେଶ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ସହରକୁ ସ୍ୱପ୍ନର ସହର କୁହାଯାଏ? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ମୁମ୍ବାଇ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ରାଜସ୍ଥାନର ରାଧା କହିଲେ କାହାକୁ ବୁଝାଏ? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ମୀରାବାଇ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ପ୍ରଧାନମନ୍ତ୍ରୀ ଶାନ୍ତି ପୁରୁଷ ଭାବରେ ମଧ୍ୟ ଜଣାଶୁଣା? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଲାଲ ବାହାଦୁର ଶାସ୍ତ୍ରୀ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ଲମ୍ବା ଟ୍ରେନ୍ କେଉଁଟି? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଶେଷନାଗ ଟ୍ରେନ୍। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ସହରକୁ ସଙ୍ଗମ ସିଟି ନାମରେ ମଧ୍ୟ ଜଣାଶୁଣା? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଆହ୍ଲାବାଦ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, କେଉଁ ପ୍ରାଣୀର ପେଟରେ ଦାନ୍ତ ଥାଏ? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି କଙ୍କଡ଼ା। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ତାଜମହଲ ନିର୍ମାଣ ପାଇଁ ସେହି ସମୟରେ କେତେ ଖର୍ଚ୍ଚ ହୋଇଥିଲା? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି 32 କୋଟି। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ମହାତ୍ମା ଗାନ୍ଧୀଙ୍କୁ ଅର୍ଦ୍ଧନଗ୍ନ ଫକୀର କିଏ କହିଥିଲା? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଚର୍ଚ୍ଚିଲ୍। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଏମିତି କେଉଁ ଜିନିଷ ଅଛି କ୍ଷେତରେ ସବୁଜ ଦେଖାଯାଏ, ବଜାରରେ କଳା ଏବଂ ଘରକୁ ଆଣିଲେ ଲାଲ ହୋଇଥାଏ? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଚା ପତି। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଏମିତି କେଉଁ ଜିନିଷ ଅଛି ଯେଉଁଟାକି ଦେଖାଯାଏ ନାହିଁ କିନ୍ତୁ ସବୁଠାରୁ ଅଧିକ ଦାଗ ଲାଗିଥାଏ? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି କଳଙ୍କ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, କେଉଁ ପଥର ପାଣିରେ ବୁଡ଼ି ନଥାଏ? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ପୁମିସ୍। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଗରିବଙ୍କ କମଳା କାହାକୁ କୁହାଯାଏ? ତେବେ ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଟମାଟର। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଏମିତି କେଉଁ ଜିନିଷ ପାଣି ପିଇବା ମାତ୍ରେ ମରିଯାଏ? ଫ୍ରେଣ୍ଡସ୍, ଏହାର ଉତ୍ତର ହେଉଛି ଶସ।